ସେତେବେଳୁ କହୁଛି ଆସ ମୋର ଗୋଟେ ରିଲ୍ସ ବନେଇଦବ ତମେ ସେତେବେଳୁ ଶୁଣୁନ କଣ ଯଦି ବନେଇବାର ଇଚ୍ଛା ନାହିଁ ତାହେଲେ ମତେ କହିଦବ। ନା ନା ସେମିତି କିଛି ନୁହଁ। ତମେ କୋଉ ରିଲ୍ସ ବନେଇବ କହିଲ? ସେ ଯୋଉ ନୂଆ ସଙ୍ଗଟା ଆସିନି ରବିବାରିଆ ଫୁରୁସତରେ କଣ ବିଧାତା ଦେଇଛି ଗଢି ସେଇଟା ବା ଚାଲିଛି। ଆଚ୍ଛା ଏମିତି କଥା। ମୋର ତମକୁ କିଛି କ୍ୱେଶ୍ଚନ ପଚାରିବାର ଅଛି। ଯଦି ତାର ଆନ୍ସର ତମେ ଠିକ ଠାକ ଦେଇଦେଲ ତାହେଲେ ମୁଁ ତମର ରିଲ୍ସ ବନେଇଦେବି। ଦୁନିଆରେ ଯେତେ ସବୁ ରିଲ୍ସ ବନଉଛନ୍ତି ପ୍ରଥମେ ଆସିକି ଆଗ ଆନ୍ସର ଦଉଛନ୍ତି ତାପରେ ସେ ରିଲ୍ସ ବନଉଛନ୍ତି। ହଉ ହେଲା ପଚାର ଯାହା ପଚାରିବାର ଅଛି। ଯଦି ମୁଁ କହିବି ଏଇ ନାଚ ଗୀତରେ ତମେ ଆଗରୁ ବହୁତ ରିଲ୍ସ ବନେଇ ସାରିଛ ତାହେଲେ କୁହ ତମର ଏଇ ନାଚ ଗୀତ ରିଲ୍ସ ଯୋଉ ଭିଉଅର୍ସ ମାନେ ଦେଖୁଛନ୍ତି ତାଙ୍କୁ ଏଥିରୁ କଣ ଲାଭ ବା ବେନିଫିଟ୍ସ ମିଳୁଛି? ଡେଫିନେଟଲି ଏଇ ଭିଡିଓ ସବୁ ତମ ଫ୍ରେଣ୍ଡସ୍ ଆଉ ରିଲେଟିଭ୍ସ ଦେଖୁଥିବେ। ଦେଖିଲା ପରେ ତାଙ୍କର ମତାମତ କଣ, ସେମାନେ କଣ କହୁଛନ୍ତି, ତାଙ୍କୁ ଏଥିରୁ କିଛି ମିଳୁଛି? କଣ କହିବେ କହୁଛନ୍ତି ଭଲ ପୁରା ସେମ ଡିଟୋ ଆକ୍ଟିଂ କରିପାରୁଛୁ ତୁ। ଗୋଟେ କଥା କୁହ, ତମ ଫ୍ରେଣ୍ଡସ୍ ରିଲେଟିଭ୍ସ ଆଉ ଭିଉଅର୍ସ କଥା ଛାଡି ଦିଅ, ତମେ ନିଜ କଥା କୁହ। ତମକୁ ଏଥିରୁ କଣ ମିଳୁଛି? କଣ ସବୁ ତମେ ରିଲ୍ସ ବନେଇଥିଲ? ସେ ଗୀତ ଗୁଡା ସବୁ ମନେ ପଡୁନି, କଣ ଥିଲା? ଏ କାମିନୀ ତ ଫୁଲ ଗଜରା ସକାଳେ ସନ୍ଧ୍ୟାରେ ତୁ ଦେଖା ଯାଉଛୁ ସଫା ବେଙ୍ଗ ଡେଙ୍ଗଲା ବଣକୁ କୁମ୍ଭୀର ଗୁଡେଇ ଧରିଲା। ନା ନା ମୁଁ ଆଉ ଭିଡିଓ ବନେଇନି। ନା ନା ତମେ ଟେନସନ ନିଅନି, ଭିଡିଓ ମୁଁ ବନେଇଦେବି, ଟିକେ ଧୈର୍ଯ୍ୟ ଧର। ଧୈର୍ଯ୍ୟ ଫର୍ଯ୍ୟ କିଛି ନାହିଁ, ମୁଁ କରିବିନି। ତମେ ବହୁତ କଥା କିନ୍ତୁ କହୁଛ। ନା ସେମିତି କିଛି ନୁହଁ, ମୁଁ ଜଷ୍ଟ ଜାଣିବା ପାଇଁ ଚାହୁଁଛି ୟା ପଛରେ ସାଇକୋଲୋଜି କଣ, ତମେ କଣ ଚିନ୍ତା କରୁଛ, କାହିଁକି ଏମିତି ବନଉଛ? କିଛି ସାଇକୋଲୋଜି ଫାଇକୋଲୋଜି ନାହିଁ। ତମେ ଠିଆ ହେଲ କାହିଁକି, ବସୁନ। ମୁଁ ବସିନି। ତମେ କଣ ଭାବୁଛ? ତମ ଭିଉଅର୍ସ ମାନେ ଭାବୁଥିବେ ସ୍ୱର୍ଗରୁ ଅପ୍ସରା ଓହ୍ଲେଇ ଆସି ମର୍ତ୍ତ୍ୟରେ ନୃତ୍ୟ ପରିବେଷଣ କରୁଛି। ତମ ନୃତ୍ୟ ଦେଖିଲା ପରେ ତାଙ୍କର ଦୁଃଖ ଦୂର ହେଇଯାଉଥିବ, ତାଙ୍କ ଅଭାବ ଦୂର ହେଇଯାଉଥିବ, ତାଙ୍କ ଆକାଉଣ୍ଟରେ ପଇସା ଡିପୋଜିଟ୍ ହେଇଯାଉଥିବ, ତାଙ୍କ ରୋଗ ଭଲ ହେଇଯାଉଥିବ, ଆଉ ପେଟ ବି ପୁରି ଯାଉଥିବ। ଏଉଠୁ ତମେ ଷ୍ଟପ୍ ହୁଅ। ତମେ ବହୁତ କଥା କହିଲ, ମୁଁ ବି ବହୁତ କଥା ଶୁଣିଲି। ଆଜିଠାରୁ ମୋର ରିଲ୍ସ ବନେଇବା ବନ୍ଦ। ତମେ ମତେ ଇନସଲ୍ଟ କରୁଛ। ନା ନା ତମେ କୁହ ମୁଁ କିଛି ଭୁଲ କହୁଛି। ଯଦି ମୁଁ ଭୁଲ କହୁଛି ତାହେଲେ ମତେ ତମେ କନଭିନ୍ସ କର, ଭିଡିଓ ବନେଇଦେବି। ଶୁଣ, ତମେ ଯଦି ରିଲ୍ସ ବନେଇବା ପାଇଁ ଇଚ୍ଛା ଅଛି ତାହେଲେ ଲୋକଙ୍କର ଭଲ ଭାବ, ଯୋଉଥିରେ ଲୋକଙ୍କର ମଙ୍ଗଳ ହବ ସେମିତିଆ ରିଲେଟେଡ୍ ଭିଡିଓ ବନାଅ, ଯାହାଦ୍ୱାରା ତାଙ୍କ ଲାଇଫରେ କିଛି ଚେଞ୍ଜ ଆସିବ, ଯାହାଦ୍ୱାରା ଭଗବାନ ତମ ଉପରେ ଖୁସି ହେବେ, କାରଣ ତମେ ଲୋକମାନଙ୍କର ମଙ୍ଗଳ ଚିନ୍ତା କରୁଛ, ତାଙ୍କର ଭଲ ପାଇଁ ଭିଡିଓ ବନଉଛ। ନା ନା ନେକ୍ସଟ ଟାଇମ ମୁଁ ଯେବେ ଭିଡିଓ ବନେଇବି ମୁଁ ସେମିତିଆ ଭିଡିଓ ବନେଇବି ଯୋଉଥିରେ ଲୋକଙ୍କ ଲାଇଫରେ କିଛି ପଜିଟିଭ ଚେଞ୍ଜ ଆଣୁଥିବ।